ସ୍ୱାଗତ ପିଲାମାନେ। ଆଜି ହେଉଛି ଯେଉଁ ଟପିକ୍ଟା ତାହା ହେଉଛି ସ୍ଥାନୀୟ ସରକାର। ସ୍ଥାନୀୟ ସରକାରର ପ୍ରକାର ଭେଦ ଯଦି ଲଙ୍ଗ୍ କୋଶ୍ଚିନ୍ ଲେଖିବାରେ ଯଦି ଆମକୁ କୌଣସି ଟ୍ରିକ୍ ଦରକାର ହୋଇଥାଏ ତାହେଲେ ଏହି ଟ୍ରିକ୍କୁ ଫଲୋ କଲେ ଲଙ୍ଗ୍ କୋଶ୍ଚିନ୍ସ ଗୁଡ଼ାକ ଯେଉଁ ହେଡ଼ିଂ ଗୁଡ଼ାକ ମନେ ରଖିକି ତା'ର ଭିତରଟା ତ ଅବଶ୍ୟ ନିଶ୍ଚିନ୍ତ ଭାବରେ ଲେଖି ହେବ। ଯଦି ଆମେ ହେଡ଼ିଂ ଗୁଡ଼ାକୁ ଜାଣିଥିବା ତାହେଲେ ତା'ର ଭିତରେ କ'ଣ ଆକ୍ଚୁଆଲି ରହିଛି, କେଉଁ ବିଷୟରେ କୁହାଯାଇଛି ତାହା ଅତି ଭଲ ଭାବରେ ଆମେ ଜାଣିପାରିବା ଏବଂ ସେହିପରି ଭାବରେ ଆମେ ୱାନ୍ ସଟ୍ ନୋଟ୍ ହିସାବରେ ଏହି ସ୍ଥାନୀୟ ସରକାରର ପ୍ରକାର ଭେଦକୁ ଆମେ ଆଲୋଚନା କରାଯାଇଛି ଏଠି। ତ ଦେଖ କି ସ୍ଥାନୀୟ ସରକାର ଯେଉଁ ରହିଛି, ସ୍ଥାନୀୟ ସରକାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଗ୍ରାମାଞ୍ଚଳ ପାଇଁ ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଏବଂ ସହରାଞ୍ଚଳ ପାଇଁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା, ଏପରି ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏବଂ ଯଦି ଦେଖିବା ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ କ'ଣ ଅଛି ନା, ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ଗ୍ରାମ ପଞ୍ଚାୟତ ଅଛି, ପଞ୍ଚାୟତ ସମିତି ଅଛି ଏବଂ ଜିଲ୍ଲା ପରିଷଦ ଅଛି। ହେଲା, ଗ୍ରାମ ପଞ୍ଚାୟତ କ'ଣ ନା, ଗ୍ରାମ ପଞ୍ଚାୟତ ଯାହାକି ପ୍ରତ୍ୟେକ ଯେଉଁ ରହିଛି ନିଜର ବାସସ୍ଥଳୀକୁ କେତେକ ଗାଁକୁ ନେଇକି ଗୋଟିଏ ପଞ୍ଚାୟତ ଥାଏ। ହେଲା, ସେଇଟା ହେଉଛି ଗ୍ରାମ ପଞ୍ଚାୟତ। ମନେକର 7ଟି ଗାଁ ହେଉ କିମ୍ବା 8ଟି ଗାଁ ହେଉ, ସେ ଯାହା ବି ହେଉ 10ଟି ମଧ୍ୟ ହୋଇଥାଇପାରେ। ତ ଏହି ଗ୍ରାମ ପଞ୍ଚାୟତ ସେହି 10ଟି କିମ୍ବା 7ଟି ଗାଁକୁ ନେଇକି ଗଠିତ ହୋଇଥାଏ, ଯାହାକି ସେଠାରେ 12ଟା ୱାର୍ଡ଼ ଥାଇପାରନ୍ତି, ମିନିମମ୍ 12 ଥାଇପାରନ୍ତି। ତ ସେହିପରି ଭାବରେ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ। ଏବଂ ଆମେ ସମସ୍ତେ ତ ଜାଣିଛୁ ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ନା, ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛନ୍ତି ସରପଞ୍ଚ। କିଏ ନା, ସରପଞ୍ଚ ହେଉଛନ୍ତି ଗ୍ରାମ ପଞ୍ଚାୟତର ମୁଖ୍ୟ, ଯିଏକି ସେହି ଗ୍ରାମରେ ଯାହା ବି ଭୋଟଦାତା ମାନେ ଅଛନ୍ତି ତାଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ସରପଞ୍ଚ। ହେଲା, ସରପଞ୍ଚ କାହା ଦ୍ୱାରା ନିର୍ବାଚିତ ହୋଇଥାନ୍ତି ନା, ସେହି ଗ୍ରାମରେ ଯାହା ବି ଭୋଟର୍ସ ଗୁଡ଼ାକ ସେମାନେ ତାଙ୍କର ଭୋଟ ଦେଇଥାନ୍ତି ସେଠି, ଏବଂ ସେମାନେ ପ୍ରତ୍ୟକ୍ଷ ଭାବରେ ଗୋଟିଏ ସରପଞ୍ଚକୁ ଇଲେକ୍ଟେଡ଼ କରିଥାନ୍ତି। ହେଲା, ତାପରେ ଯଦି ଦେଖିବା ପଞ୍ଚାୟତ ସମିତି କେଉଁ ସ୍ତରରେ ଥାଏ ନା, ପଞ୍ଚାୟତ ସମିତି ବ୍ଲକ ସ୍ତରରେ ଥାଏ। ପଞ୍ଚାୟତ ସମିତିଟା ବ୍ଲକ ସ୍ତରରେ ପ୍ରତ୍ୟତଃ ଦେଖା ହୁଏ। ସାଧାରଣତଃ ପଞ୍ଚାୟତ ସ୍ତରରେ ବ୍ଲକ ସ୍ତରରେ ଆମେ ପଞ୍ଚାୟତ ସମିତିକୁ ଦେଖିବାକୁ ପାଉ। ସମିତି ମାନେ ତୁମେ ଜାଣିଥିବ କି ଯେଉଁ ପଞ୍ଚାୟତ ଇଲେକ୍ସନ୍ ହୁଏ, ପଞ୍ଚାୟତ ରାଜ ନିର୍ବାଚନ ଯେଉଁ ହୁଏ, ସେଥିରେ ପଞ୍ଚାୟତ ସମିତି ଯେଉଁ ରହିଥାଏ ତା'ର ପ୍ରାର୍ଥୀର ଯେଉଁ ପୋଷ୍ଟଟା ରହିଛି ତାହା ହେଉଛି ସମିତି ସଭ୍ୟ। ଗୋଟିଏ ସମିତି ସଭ୍ୟ ଆମେ ବ୍ଲକ ଲେଭେଲରେ ଦେଖିବାକୁ ପାଇଥାଉ। ଏବଂ ସେହି ବ୍ଲକର ଅଣ୍ଡରରେ ବିଭିନ୍ନ ପଞ୍ଚାୟତ ଗୁଡ଼ାକ ଯିବ। ହେଲା, ପଞ୍ଚାୟତ ଗୁଡ଼ାକ ମନେକର ପଞ୍ଚାୟତ 1, ପଞ୍ଚାୟତ 2, ପଞ୍ଚାୟତ 3 ଏଗୁଡ଼ାକ ଭାବରେ ପଞ୍ଚାୟତ ଗୁଡ଼ାକ ଯିବ, ଆହୁରି ମଧ୍ୟ ଯିବ। ତ ଏହି ପଞ୍ଚାୟତ ଗୁଡ଼ାକରୁ ଗୋଟିଏ ସମିତି ସଭ୍ୟ ଏହି ବ୍ଲକ ସ୍ତରକୁ ନିର୍ବାଚିତ ହୋଇଥାନ୍ତି। ସମିତି ସଭ୍ୟ ନିର୍ବାଚିତ ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ଗୋଟିଏ ଇଲେକ୍ସନ୍ ହୁଏ। କାହା ମଧ୍ୟରେ ନା, ଏହି ସମିତି ସଭ୍ୟମାନଙ୍କ ମଧ୍ୟରେ ଗୋଟିଏ ନିର୍ବାଚନ ହୁଏ, ଯେଉଁମାନେ କି ଏମାନଙ୍କ ମଧ୍ୟରୁ ଜଣକୁ ସିଲେକ୍ଟ କରିଥାନ୍ତି। ଯଦି ମନେକର A, B, C, D ଏମାନେ ହେଉଛନ୍ତି 4ଟି ସମିତି ସଭ୍ୟ। ଗୋଟିଏ ବ୍ଲକରେ ଧରାଯାଉ 4ଟି ସମିତି ସଭ୍ୟ ଅଛନ୍ତି।
ଏମାନଙ୍କ ମଧ୍ୟରୁ ଏମାନେ ନିଷ୍ପତ୍ତି ନେବେ, ଏହି ସମିତି ସଭ୍ୟ ଗୁଡ଼ା ସମିତି ସଭ୍ୟମାନେ ନିଷ୍ପତ୍ତି ନେବେ ଯେ କିଏ ସମିତି ସଭ୍ୟ ବା ପଞ୍ଚାୟତ ସମିତି ହେବ। ମନେକର ବି ଚାହିଁଲା ନା ମୁଁ ପଞ୍ଚାୟତ ସମିତି ହେବି, ମୋତେ ସମସ୍ତେ ଭୋଟ ଦିଅ, ମୁଁ ପଞ୍ଚାୟତ ସମିତି ହେବାକୁ ଚାହେଁ, ମୋତେ ସମସ୍ତେ ସପୋର୍ଟ କର ବୋଲି ଯଦି ବି କହିଲା, ତାହେଲେ ସି ଡି ଏବଂ ଏ ତାକୁ ଭୋଟ ଦେଲେ, ବୁଝିଲା। ସି ସରି ସି ଡି ଏବଂ ଏ ଯଦି କାହାକୁ ଭୋଟ ଦେଲେ ନା ବି କୁ ଭୋଟ ଦେଲେ, ତାହେଲେ ଇଏ ହେଇଗଲା ପଞ୍ଚାୟତ ସମିତି, ଯିଏକି ବ୍ଲକ ଲେଭେଲର ମୁଖ୍ୟ ନିର୍ବାଚିତ ଅଧିକାରୀ ହେଲା। ଏବଂ ଏହି ବି ଯେଉଁ ନିର୍ବାଚିତ ହେଲା ପଞ୍ଚାୟତ ସମିତି ଭାବରେ, ଇଏ କ'ଣ କରିବ ନା ଯେଉଁ ତାକୁ ସପୋର୍ଟ କଲେ ତା ପ୍ରତିବଦଳରେ କେତେକ ପଇସା ସେ ସେଇ ସମିତି ସଭ୍ୟମାନଙ୍କୁ ଦେବ, ଯିଏକି ପ୍ରତ୍ୟେକ କ'ଣ ପଞ୍ଚାୟତରୁ ଯିଏକି ନିର୍ବାଚିତ ହେଇକି ଆସିଛନ୍ତି, ବୁଝିଲା ନା। ପ୍ରତ୍ୟେକ ପଞ୍ଚାୟତରୁ ଯେଉଁମାନେ ନିର୍ବାଚିତ ହେଇକି ଆସିଛନ୍ତି ସେମାନଙ୍କୁ ସେ 2 ଲାଖ ହଉ କିମ୍ବା 3 ଲାଖ ହଉ, ଯେତେ ଲାଖ ପ୍ରତ୍ୟେକ ମାନଙ୍କୁ ଇଚ୍ ସମିତି ସଭ୍ୟକୁ ସେମାନେ ସେ ଯିଏ ବି ହେବ, ଯିଏ ଇଣ୍ଟରେଷ୍ଟେଡ଼ ଥିବ ସମିତି ପଞ୍ଚାୟତ ସମିତି ହେବା ପାଇଁ, ସେ ସବୁ ସମିତି ସଭ୍ୟମାନଙ୍କୁ ସେ କୌଣସି ବି କେତେ ବି ଆମେ କହିପାରିବାନି, ଟେଣ୍ଟାଟିଭଲି କେତେ କହିପାରିବାନି, ସେ ତାହାର ଅନୁଯାୟୀ ସେ ଦେବ ପଇସା ଏବଂ ସେ ନିର୍ବାଚିତ ହୋଇଗଲା ମଧ୍ୟ। ତ ଇଏ ଦେଖିଲା ଆମେ ପଞ୍ଚାୟତ ସମିତି। ତାପରେ ଜିଲ୍ଲା ପରିଷଦ। ଜିଲ୍ଲା ପରିଷଦ କ'ଣ ନା, ଜିଲ୍ଲା ପରିଷଦ ହେଉଛନ୍ତି ଜିଲ୍ଲାରେ ଥାନ୍ତି। ଆମେ ଏଥିରୁ ଜଣାପଡ଼ୁଛି କି ଜିଲ୍ଲା ପରିଷଦ ଜିଲ୍ଲାରେ ହିଁ ଥିବେ ଏକା। ପଞ୍ଚାୟତ ସମିତିରେ ପଞ୍ଚାୟତ ନିର୍ବାଚନରେ ଆପଣମାନେ ଦେଖିବାକୁ ପାଇଥିବେ କି ଜିଲ୍ଲା ପରିଷଦରେ ଇଏ ଠିଆ ଉଠିଛନ୍ତି, ଏଇ ପ୍ରାର୍ଥୀ ଠିଆ ଉଠିଛନ୍ତି, ପଞ୍ଚାୟତ ସମିତିରେ ଇଏ, ସରପଞ୍ଚରେ ଇଏ, ୱାର୍ଡ଼ ମେମ୍ବରରେ ଇଏ, ଏମିତି ଭାବରେ ଗୋଟିଏ ଗୋଟିଏ ଚିହ୍ନ ମଧ୍ୟ ଥାଏ। ଯେଉଁମାନଙ୍କର ଚିହ୍ନ ଗୋଟେ ଗୋଟେ ଥାଏ, ସେଇ ଚିହ୍ନରେ ସେମାନେ ପ୍ରଚାର ଗାଡ଼ି ନିକଟରେ ପ୍ରଚାର ଗାଡ଼ି ଦ୍ୱାରା ସେମାନେ ପ୍ରଚାର କରନ୍ତି, କେତେକ ଗୀତ ମଧ୍ୟ ତିଆରି କରିଥାନ୍ତି। ତ ଜିଲ୍ଲା ପରିଷଦର ପଦବୀ ଯେଉଁ ରହିଛି ଜିଲ୍ଲା ପରିଷଦ, ସେ କ'ଣ ହୋଇଥିଲେ ଡିଷ୍ଟ୍ରିକ୍ଟ ଲେଭେଲରେ ସେ କ୍ୟାଣ୍ଡିଡେଟ୍ ହିସାବରେ ଠିଆ ଉଠିଥାଏ ଏବଂ ନିର୍ବାଚନ ଲଢ଼ିଥାଏ। ଏମିତି ଜିଲ୍ଲା ପରିଷଦର ପ୍ରାର୍ଥୀମାନେ ଆହୁରି ମଧ୍ୟ ଥିବେ। ଏମିତି ତ କୁହାଯାଇପାରିବନି କି ଜଣେ ହିଁ ଜିଲ୍ଲା ପରିଷଦ। ଯଦି ଜଣେ ହିଁ ଗୋଟିଏ ପାର୍ଟି ହିଁ ଯଦି ଠିଆ ଉଠିଲା ଜିଲ୍ଲା ପରିଷଦ କିମ୍ବା ଯେକୌଣସି ନିର୍ବାଚନରେ ହେଉ, ପଞ୍ଚାୟତ ନିର୍ବାଚନରେ ହେଉ, ସରପଞ୍ଚ ପ୍ରାର୍ଥୀ ଭାବରେ ହେଉ ମଧ୍ୟ, ସେଇଟା ଅନକଣ୍ଟେଷ୍ଟ ହେଇଯିବ। ଅନକଣ୍ଟେଷ୍ଟ ମାନେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହିଁ। ପ୍ରତିଦ୍ୱନ୍ଦ୍ୱୀ ନଥିଲେ ଯାହାକି ମୋନୋପୋଲି ହେଇଯିବ, ସେ ତା'ର ମନ ଅନୁଯାୟୀ କରିବ। କାହିଁକି ନା ଲୋକ ତାହାକୁ ହିଁ ଭୋଟ ଦେବେ, କାହିଁକି ଗୋଟିଏ ଅପସନ୍ ହିଁ ପାଇବେନି। ଆମେ ଯଦି କୋଚିଂର ଅପସନ୍ ହିଁ ପାଇବା ନାହିଁ, ତାହେଲେ କ'ଣ ଆମେ ଯାହା ଭାବିବା ଯଦି ଗୋଟିଏ ଅପସନ୍ ଥିବ ଗୋଟିଏ ଅପସନ୍କୁ ଦେଇଦେବା। ତ ସେହିପରି ଭାବରେ ଯଦି ଜିଲ୍ଲା ପରିଷଦ ଜଣେ ହିଁ ଠିଆ ଉଠିଛି, ଏମାନେ ଯଦି ଠିଆ ଉଠି ନାହାନ୍ତି, ତାହେଲେ ସେଇ ଜିଲ୍ଲା ପରିଷଦ ବା ଜିଲ୍ଲା ପରିଷଦ ପ୍ରାର୍ଥୀକୁ ସମସ୍ତେ ଭୋଟ ଦେବେ। ସେ ହେଇଗଲା ଅନକଣ୍ଟେଷ୍ଟ ପାର୍ଟି, ବୁଝିହେଲା। ଏବଂ ଏହିପରି ସମାନ ସିଚୁଏସନ୍ ଦେଖିବାକୁ ମିଳେ, ଯେନ୍ତାକି ପଞ୍ଚାୟତ ସମିତିରେ ଯେଉଁମାନେ ସମିତି ସଭ୍ୟମାନେ ଆସିଥିଲେ, ଏହିପରି ଭାବରେ ଏହା ବିଭିନ୍ନ ବ୍ଲକ ଲେଭେଲରୁ ଏମାନେ କ'ଣ କରିବେ ନା ଜିଲ୍ଲା ପରିଷଦ ଭାବରେ ଏମାନେ ଇଲେକ୍ଟେଡ଼ ହେବେ। ଆମର ମ୍ୟାଚ୍ରେ କଣ୍ଟେଷ୍ଟ କରିବେ, ମ୍ୟାଚ୍ କୁହାଯାଇପାରିବ ତାହାକୁ ଆମେ କହିପାରିବା। ଏବଂ ମଧ୍ୟରେ ବି ଯିଏ ୱିନ୍ ହେଲା, ସମସ୍ତେ ମନେକର ଗଲେ ଜିଲ୍ଲା ପରିଷଦକୁ, ଯେଉଁ ହେଡ଼କ୍ୱାର୍ଟର ଅଛି ଜିଲ୍ଲା ପରିଷଦ ଗଲେ, ଏମାନଙ୍କ ମଧ୍ୟରେ ଗୋଟେ ଆଲୋଚନା ହେବ କି କିଏ ଠିଆ ଉଠିବ, କିଏ ହେବ ଜିଲ୍ଲା ପରିଷଦ। ଏମାନଙ୍କ ମଧ୍ୟରେ ଯଦି ଇଏ ଭାବିଲା, ତାହେଲେ ଏମାନଙ୍କୁ କୋଅପରେଟ୍ କରିକି, ଏମାନଙ୍କ ମଧ୍ୟରେ ସମଝୋତା କରିକି, ବୁଝାମଣା କରିକି, ସେମାନଙ୍କୁ ପଇସା ପତ୍ର ଦେଇକି ସେ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇଗଲା, ବୁଝିହେଲା। ତ ଇଏ ସରିଗଲା ଆମେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦକୁ ଆଲୋଚନା କଲେ। ତାପରେ ଆସିଲା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା। ଏହା ଆମେ ଦେଖିବାକୁ ପାଇଲେ ଗ୍ରାମାଞ୍ଚଳରେ, କିନ୍ତୁ ଏହା ହେଉଛି ସହରାଞ୍ଚଳରେ। ସହରାଞ୍ଚଳ ପାଇଁ
ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗରପାଳିକା ଏବଂ ଆଉ ଗୋଟେ ରହିଛି ପୌରପାଳିକା। ନାଇଁ, ନଗରପାଳିକା ଏବଂ ପୌରପାଳିକା ପ୍ରାୟତଃ ସମାନ, ପ୍ରାୟତଃ ନୁହେଁ ପୁରା ସମାନ। ଓକେ, ପୌରପାଳିକା ସମାନ ଅଟେ। ନଗରପାଳିକା ଏବଂ ପୌରପାଳିକା ଆମେ ଲେଖିପାରିବା ମଧ୍ୟ। ବିଜ୍ଞାପିତ ଅଞ୍ଚଳକୁ ଆମେ NSC ବୋଲି କହିଥାଉ, NSC ଏରିଆ ଆମେ କହିଥାଉ, ବିଜ୍ଞାପିତ ଅଞ୍ଚଳ ପରିଷଦ। ଓକେ, ଏବଂ ଯଦି ଦେଖିବା ନଗରପାଳିକା, ଏହାକୁ ଆମେ କ'ଣ କରିଥାଉ ନା କର୍ପୋରେସନ୍ ବା କହିଥାଉ। କର୍ପୋରେସନ୍ ତ ନଗର ନିଗମକୁ କର୍ପୋରେସନ୍ କୁହାଯିବ ମଧ୍ୟ। ମ୍ୟୁନିସିପାଲିଟି, ନଗରପାଳିକା ଆମେ ମ୍ୟୁନିସିପାଲିଟି କହିଥାଉ ଏବଂ ନଗର ନିଗମକୁ ଆମେ କର୍ପୋରେସନ୍ କହିଥାଉ। ତ ଦେଖିବା ଗୋଟିଏ ଗୋଟିଏ କରି କ'ଣ ବିଜ୍ଞାପିତ ଅଞ୍ଚଳ ପରିଷଦ କିପରି ରହିଥାଏ। ବିଜ୍ଞାପିତ ଅଞ୍ଚଳ ପରିଷଦ ଆମେ ଦେଖିବାକୁ ପାଉ ପଞ୍ଚାୟତ ସ୍ତରରେ ତ ନୁହେଁ, ଏହା ହେଉଛି ବ୍ଲକ ସ୍ତରରେ, ଯେମିତି ପଞ୍ଚାୟତ ସମିତି ବ୍ଲକ ସ୍ତରରେ। ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ସେହିପରି ଭାବରେ ଥାଏ। ଏବଂ ନଗରପାଳିକା ଯାହାକି ଜିଲ୍ଲା ସ୍ତରରେ ଥାଏ, ନଗରପାଳିକା ଜିଲ୍ଲା ସ୍ତରରେ ନଗରପାଳିକା ଥାଏ। କେତୋଟି ସବ୍ ଡିଷ୍ଟ୍ରିକ୍ଟକୁ ନେଇକି ନଗରପାଳିକା ଥାଏ ହେଲା। ଯାହାର କି ବହିକୁ ପଢ଼ିଲେ, ଏହା ତ ହେଉଛି ୱାନ୍ ସଟ୍ରେ ମୁଁ ଏତେ କହିଦେଉଛି, ବେଶୀ ହେଇଯାଉଛି, କିନ୍ତୁ ବହିକି ପଢ଼ିଲେ ଅତ୍ୟନ୍ତ ଭଲ ଭାବରେ ବୁଝିବ ବୋଲି ମୋର ଆଶା। ଏବଂ ନଗର ନିଗମ ଯାହାକି ବଡ଼ ବଡ଼ ସହର ଯେମିତି ଦିଲ୍ଲୀ, ଭୁବନେଶ୍ୱର, କାଲକାଟା, ହାଇଦ୍ରାବାଦ, ଏଗୁଡ଼ାକ ସହରରେ ଆମେ ଦେଖିବାକୁ ପାଉ ନଗର ନିଗମ ବା କର୍ପୋରେସନ୍। ଓକେ, ତ ଇଏ ହେଇଗଲା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ଗଠନ ବା କିପରି ତା'ର କେତୋଟି ପର୍ଯ୍ୟାୟ ରହିଛି, କେତେ ଭାଗରେ ବିଭକ୍ତ କରାଯାଇଛି। ତାପରେ ଆସି ପଡ଼ିବା କି ଗ୍ରାମ ପଞ୍ଚାୟତ କିପରି ଭାବରେ ଲଙ୍ଗ୍ କୋଶ୍ଚିନ୍ ପ୍ୟାଟର୍ନରେ ଲେଖାଯିବ। ଦେଖନ୍ତୁ, ଗ୍ରାମ ପଞ୍ଚାୟତ ବିଷୟରେ ଯେଉଁ ଶବ୍ଦରୁ ପ୍ରଶ୍ନ ଆସୁଛି, ଗ୍ରାମ ପଞ୍ଚାୟତର ଗଠନ ତ ଲେଖା ହେବ ହିଁ ହେବ, ସ୍ଥାନ ସଂରକ୍ଷଣ ଲେଖା ହେବ, ଯୋଗ୍ୟତା ଲେଖା ହେବ। ଗ୍ରାମ ପଞ୍ଚାୟତର ଗଠନ ଲେଖିବା ପୂର୍ବରୁ ଆମକୁ ଗୋଟିଏ ଇଣ୍ଟ୍ରୋ ଦେବାକୁ ପଡ଼ିବ। ଏମିତି ଇଣ୍ଟ୍ରୋଡକ୍ସନ୍ ବା ଉପକ୍ରମ ବୋଲିକି ତ ଲେଖାଯିବ ନାହିଁ, କିନ୍ତୁ ଆମକୁ ସେହି ଷ୍ଟାଇଲ୍ରେ ଲେଖା ହେବାକୁ ପଡ଼ିବ। ଯେମିତିକି ଗୋଟିଏ ବହିରେ ଦେଖୁଥିବ କି ତୁମେମାନେ ଦେଖୁଥିବ କି ଗୋଟିଏ ବହିର କିପରି ଭାବରେ ମଝିରୁ ଅକ୍ଷର ଗୁଡ଼ିକ ଷ୍ଟାର୍ଟ ହୋଇଥାଏ ବା ମଝିରୁ ବା ଟିକେ ସାଇଡ଼୍ରୁ, ତାପରେ ଯେଉଁ ସେକେଣ୍ଡ ଲାଇନ୍ଟା ପୁଣି ଫାର୍ଷ୍ଟରୁ ଷ୍ଟାର୍ଟ ହୋଇଥାଏ, ତାପରେ ପୁଣି ଏମିତି ଷ୍ଟାର୍ଟ ହୋଇଥାଏ। ଏମିତି ଗୋଟିଏ ପାରାଗ୍ରାଫ ସାରିଲା ପରେ ଫୁଲ୍ ଷ୍ଟପ୍ ଦେଇକି ପୁଣି ଏମିତି ହୋଇଥାଏ। ଆମେ ଜାଣିପାରୁ ସହଜରେ, ଏକ୍ଜାମିନର ବୁଝିପାରେ କି ଏ ହେଉଛି ଗୋଟିଏ ପାରାଗ୍ରାଫ, ଇଏ ହେଉଛି ଗୋଟିଏ ପାରାଗ୍ରାଫ, ଯାହାଫଳରେ ସେ ଇଣ୍ଟ୍ରୋଡକ୍ସନ୍ ଯାହାକି ପ୍ରଥମରେ ଅଛି ସେ ଜାଣିପାରିବ କି ଇଏ ହେଉଛି ଏହି କୋଶ୍ଚିନ୍ର ବା ଏହି କୋଶ୍ଚିନ୍ର ଉତ୍ତରର ଇଏ ହେଉଛି ଉପକ୍ରମ। ଏକ୍ଜାମିନର ଏତେ ବି ମୂର୍ଖ ନୁହଁ ଯିଏକି ଉପକ୍ରମର ଲେଖିବାକୁ ପଡ଼ିଲେ ହିଁ ସେ ଜାଣିପାରିବ କି ଏହା ଉପକ୍ରମ ଲେଖା ହେଇଛି। ସେମାନେ ହେଉଛନ୍ତି ଏକ୍ସପର୍ଟ ପାର୍ସନ୍ ଗୁଡ଼ାକ। ତେଣୁକରି ଏହାକୁ ଏମିତି ଭାବରେ ଲେଖିବ। ଯେଉଁ ଗଠନ ପଡ଼ିଲା, ଗ୍ରାମ ପଞ୍ଚାୟତର ଗଠନ କିପରି ହୋଇଥାଏ ତାହା ଗୁଡ଼ାକ ଲେଖିବ। ସ୍ଥାନ ସଂରକ୍ଷଣ ତ ଲେଖିବ, ଯାହାକି ମହିଳାମାନଙ୍କ ପାଇଁ 50% ରହିଛି ରିହାତି ଆମେ କହିପାରିବା। ଆମେ ସ୍ଥାନ ସଂରକ୍ଷଣ ରିଜର୍ଭେସନ୍ ସିଷ୍ଟମ୍ ରହିଛି। ଏବଂ SC ST OBC ମାନଙ୍କ ପାଇଁ, ସୋସିଆଲ ବ୍ୟାକୱାର୍ଡ଼ କ୍ଲାସେସ୍ ପାଇଁ ରହିଛି ସ୍ଥାନ ସଂରକ୍ଷଣ, ଯେଉଁମାନେ କି ନିର୍ବାଚନରେ ଯୋଗ ଦେଇପାରିବେ। ଯୋଗ୍ୟତା ରହିଛି, ସେ ଯୋଗ୍ୟତା ପ୍ରାୟତଃ ସମସ୍ତଙ୍କର ସମାନ। ସେ ଦେବାଳିଆ ହୋଇନଥିବ ହେଲା, ସେ ତା'ର 2ରୁ ଅଧିକ ସନ୍ତାନ ନଥିବ, ସେ ଭାରତୀୟ ହୋଇଥିବ, ସେ ତା'ର ଯେତେ ବି ଏଜୁକେସନ୍ କ୍ୱାଲିଫିକେସନ୍ ଅଛି, ଯୋଗ୍ୟତା ଗୁଡ଼ାକ ଅଛି, ସେ କୌଣସି ମର୍ଡ଼ରର୍ ହୋଇନଥିବ, ହତ୍ୟାକାରୀ ହୋଇନଥିବ, ତା ନାଁରେ କୌଣସି ପ୍ରକାର କେସ୍ ଥାନାରେ FIR ଦିଆ ହୋଇନଥିବ ହେଲା। ଏହିପରି ଭାବରେ ସେ ଯେଉଁ ପଞ୍ଚାୟତରେ
ନିର୍ବାଚନ ଲଢ଼ୁଛି ସେଇ ପଞ୍ଚାୟତ ଭିତରକୁ ଯେକୌଣସି ଗାଁ ରହିଥିବ, ଏ ହେଉଛି ଯୋଗ୍ୟତା। ଏବଂ କାର୍ଯ୍ୟକାଳ ପଦଚ୍ୟୁତି କାର୍ଯ୍ୟାବଳୀ ଗୁଡ଼ାକ, ଯାହାକି ବାଧ୍ୟତାମୂଳକ କାର୍ଯ୍ୟାବଳୀ ଗୋଟିଏ ଅଛି ଏବଂ କ'ଣ ବାଧ୍ୟତାମୂଳକ କାର୍ଯ୍ୟାବଳୀ ଗୋଟିଏ ଅଛି ଏବଂ ଇଚ୍ଛାଧୀନ କାର୍ଯ୍ୟ ଗୋଟିଏ ଅଛି। ଗ୍ରାମ ପଞ୍ଚାୟତ ଆୟର ପନ୍ଥା କେଉଁ ଆୟର ସେ କରି ମାର୍କେଟରେ ଯେଉଁ ବସିଥାଏ କିମ୍ବା ପୋଖରୀରେ ଯେଉଁ ମାଛ ପାଇଁ ଗ୍ରୁପ୍ ନିଆଯାଏ ସେମାନେ ସେ ପନ୍ଥା, ଟିକସ କେଉଁପରି ଭାବରେ ଟିକସରୁ ସେ ପଇସା ପାଉଛି, ଇଏ ହେଉଛି ଗୋଟେ ଆୟର ପନ୍ଥା। ଗ୍ରାମ ପଞ୍ଚାୟତର ଆୟର ପନ୍ଥା ତ ଜାଣିଗଲ। ଏବଂ ଶେଷ କଥା ନିହାତି ଲେଖିବ, ଯାହାକି କନକ୍ଲୁଜନ୍ ଆମେ ବୋଲି କହିବା। କନକ୍ଲୁଜନ୍ ନିହାତି କି ଏହାଦ୍ୱାରା ଆମେ ପ୍ରତୀୟମାନ ହେଇପାରିଲୁ କି ଗ୍ରାମ ପଞ୍ଚାୟତର ଏହା ହେଉଛି ଗଠନ, ଏହା ହେଉଛି କାର୍ଯ୍ୟାବଳୀ ଯାହାକି ଭଲ ଭାବରେ ଲେଖା ହେଲା ଏବଂ ତାହାକୁ ମାନେ ଅତି ସ୍ପଷ୍ଟ ଭାବରେ ତା'ର କାର୍ଯ୍ୟାବଳୀ, ଗଠନ, ଯୋଗ୍ୟତା, ରାଜସ୍ଥାନ ସଂରକ୍ଷଣ, ଆୟର ପନ୍ଥା ତାହାକୁ ଭଲ ଭାବରେ ଆଲୋଚନା କରାଗଲା। ଏହିପରି ଭାବରେ ଲାଷ୍ଟ ଯେଉଁ ଇମ୍ପ୍ରେସନ୍ ଲେଖା ହୁଏ, ଲାଷ୍ଟ ଯେଉଁ କନକ୍ଲୁଜନ୍ ଲେଖା ହୁଏ, ତାହା ଫଳରେ କ'ଣ ହୁଏ ଜାଣିଛୁ ପିଲାମାନେ, କି ଏକ୍ଜାମିନରକୁ ଯେଉଁ ଏକ୍ଜାମିନର ନୁହେଁ, ଆମେ କ'ଣ କରୁ ଗୋଟେ ସିମ୍ପଲି ଯଦି ଦେଖିବା, ଗୋଟେ ଯଦି କୋଶ୍ଚିନ୍ର ଆନ୍ସର୍ ଲେଖୁଛୁ ତାହେଲେ ତା'ର ଯଦି କୌଣସି ଶେଷ ନାହିଁ ତ ଆମେ ଜାଣିପାରିବା କି କୋଶ୍ଚିନ୍ର ଆନ୍ସର୍ ଆହୁରି ଆଗକୁ ଅଛି ନା ଏଇଠି ଶେଷ ହେଲା। ଯଦି କନକ୍ଲୁଜନ୍ଟା ଦିଆଯିବ ତାହେଲେ ମାନେ ସମସ୍ତେ ଜାଣିପାରିବେ କି ଗୋଟିଏ ଉତ୍ତରର ଆନ୍ସର୍ ସିଟ୍ର ଯେଉଁ ପ୍ରଶ୍ନର ଉତ୍ତର ଏତେ ପର୍ଯ୍ୟନ୍ତ ହିଁ ସୀମିତ ଅଛି। ଯଦି ଆମେ କନକ୍ଲୁଜନ୍ ଦେଇଦେବା, କନକ୍ଲୁଜନ୍ ଦେବା ନଦେଲେ ବହୁତ ଅସୁବିଧା। ଏକ୍ଜାମିନର ଆହୁରି ପେଜ୍କୁ ଓଲଟାଇବ ଏବଂ ଦେଖିବ କି କ'ଣ ଆହୁରି ଲେଖା ଅଛି କି ଆଗରେ, ସେପରି ଭାବରେ ଲେଖିବ ଏବଂ ଏପରି ଭାବରେ ମାର୍କସ୍ ଛାଣ୍ଟିବ। ଏବଂ ଆମେ ତ ଖାଲି ଲେଖିକି ଘୋଷିକି ଲେଖିବାର କୌଣସି ଦରକାର ନାହିଁ, ଏମିତି ତ କୌଣସି ପାଠ ପଢ଼ା ହୁଏ ନାହିଁ। ଏବଂ ଏହା ଗୋଟେ ଜାଣିବାର କଥା ମଧ୍ୟ କି ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଏଗୁଡ଼ାକ ସବୁ ଗୋଟେ ନଲେଜ୍ ଦରକାର। ଏଗୁଡ଼ାକର ନଲେଜ୍ ପ୍ରତ୍ୟେକ ଷ୍ଟୁଡ଼େଣ୍ଟ ପାଖରେ ରହିବା ଦରକାର, ପ୍ରତ୍ୟେକ ନାଗରିକଙ୍କର ପାଖରେ ରହିବାର ଆବଶ୍ୟକ ରହିଛି କି ସେମାନେ ଜାଣିପାରିବେ କି ଜିଲ୍ଲା ପରିଷଦ କିଏ ଯଦି ବୋଲି ସେମାନେ ଅତି ସ୍ପଷ୍ଟ ଭାବରେ କହିପାରିଲେ ତାହା ହେଉଛି ସିନା ଗୋଟିଏ ଗଣତନ୍ତ୍ରର ସଠିକ୍ ଶାସନ। ଗଣତନ୍ତ୍ର କ'ଣ ବୋଲି ଯଦି ଲୋକଙ୍କୁ ପଚରାଯିବ, ସେମାନେ ଯଦି ସଠିକ୍ ଭାବରେ ଗଣତନ୍ତ୍ର ବୁଝିଥିଲେ ହିଁ ସେ ହେଉଛି ଗଣତନ୍ତ୍ର ଶାସନ ଦେଶରେ ହେଉଛି ବୋଲି ଆମେ କହିପାରିବା ଅତି ମାନେ ଉତ୍ସାହର ସହିତ। ତ ଧନ୍ୟବାଦ, ଆଜିର ସମୟ ହେଇଯାଇଛି ଏବଂ ଯଦି ଦେଖାହେବା ଆମେ ନେକ୍ସଟ ଭିଡ଼ିଓରେ ଦେଖାହେବା। ଧନ୍ୟବାଦ, ଜୟ ହିନ୍ଦ, ଜୟ ଭାରତ।